ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। जय जगन्नाथ स्वामी। ଆଜି 94 ଅଧ୍ୟାୟ ପାଠ କରିବା। ଶିବଙ୍କ ଠାରୁ ବୃକାସୁରର ବର ପ୍ରାପ୍ତି ଏବଂ ବୃକାସୁର ବଧ। ଚତୁର୍ନିର୍ବତିତମ ଅଧ୍ୟାୟ। विष्णु भजने किंपा दुख आन भजने पाई सुख प्रसंगे बुकासुर हर बन देइन बर देइन हर बर। जेमंते विष्णु कले हत 94 ए चरित परीक्ष सुख मुख चाहि बोलोई सिरे कर देई राजा परीक्षित उवाच भूमुनि संशय मो मने शुण कहिबी सावधाने देव असुर नर मध्ये जे सेवा करे रुद्र पासे ताहार घरे कमलिनी सकल निधि संगे घेनी हटई भृत्य प्राय होई अनेक सुख से भुंजई अजय सर्वलोके होई एणु विष्णु को न भजई कमल कमलाकांत जे मुरारी प्राणी ताहारे सेवा करी सकल दुखे होए दुखी स्वजने ताहाकू उपेक्षी जगत अनादर भये बने पसई दुख देहे से हरिहर बेनिमत भकते किंपा विपरीत एणे संशय चित मोर कह संशय जाऊ दूर। शुणी सानंद व्यास सुत बोइले शुण नरनाथ श्री शुक उवाच शिव जे नित्य शक्तियुक्त त्रिलिंग त्रिगुण संवृत सात्विक राजस तामस त्रिधा अहंकार प्रकाश कहूँ विकारे होंती जात ब्रह्मांडे ए षोड़श तत्व एथु ए विभूतिंक गति अधिदैवते आवरंती ए जीव आत्मा रूप धरी विभूति रस भोग करी एणु भकत जन लाभे विभूति ईश्वर स्वभावे भकते दिए सुख फल एबे हो शुण महीपाल निर्गुण निरंजन हरि प्रकृति न पारे आवरी ए सृष्टि पालक स्वरूपे सबु देखई साक्षी रूपे से हरि पादे जे शरण ताकू न लागे तिनि गुण एणु निर्गुण मुख्य रूपे रहंती विष्णुर स्वरूपे ए भव जळु होंती पार एबे हो शुण नृपवर तो पितामह युधिष्ठिर विख्यात धर्मर कुमर राजसुयज्ञ समापते आनंदे कृष्णर अग्रते धर्म प्रसंग करुथिला एकथा कृष्ण को पूछिला जे हरिजनकर हिते मनुष्य रूप ए जगते धर्मनंदन प्रश्न शुणी कहिले प्रभु चक्रपाणी ଯାହାକୁ ଚିତେ ଦୟା ମୋର ସମ୍ପଦ ହରଇ ତାହାର ନିର୍ଧନ ଦେଖି ବନ୍ଧୁ ଜନେ ତାକୁ ଛାଡ଼ନ୍ତି ଦୁଃଖ ମନେ ତାର ସଂସାରେ ଇଚ୍ଛା ନୋହେ ବନେ ଭ୍ରମିଣ ଦୁଃଖ ସହେ ମୋର ସେବକ ମିତ୍ର ପଣେ ମୋତେ ଭଜଇ ଅନୁକ୍ଷଣେ ତାହାର କର୍ମ ନାଶ କାଳେ ମୋର ଭକତି ଭାବ ବଳେ ପରମ ବ୍ରହ୍ମ ସୂକ୍ଷ୍ମ ରୂପ ସଚ୍ଚିଦାନନ୍ଦ ମୁଁ ନିର୍ଲେପ ଏମନ୍ତ ରୂପେ ମୋତେ ଧ୍ୟାଇ ପଶଇ ମୋର ଦେହେ ଯାଇ ତାହାକୁ ନ ଲାଗେ ସଂସାର ଏମନ୍ତ ମହିମା ମୋହର ଏଣୁ ସଂସାରେ ଇଚ୍ଛା ଯାର ସେ ମୋତେ ନ କରେ ଆଦର ରାଜ ସମ୍ପଦ ଭୋଗ ଇଚ୍ଛା କରଇ ନାନା ମତେ ଦୀକ୍ଷା ଅଳପ ତପେ ତୋଷ ହୁଅନ୍ତି ବେଗେ ବାଞ୍ଛିତ ଫଳ ଦିଅନ୍ତି ହେମନ୍ତ ଦେବ ତାଙ୍କୁ ସେବି ସୁଖ ସମ୍ପଦ ଅନୁଭବୀ କାଳେ ଲଭଇ ମହାଦୁଃଖ କହି ହସନ୍ତି ପଦ୍ମମୁଖ ଏମନ୍ତେ କୃଷ୍ଣର ବଚନ କହିଲେ ବ୍ୟାସଙ୍କ ନନ୍ଦନ ପୁଣି ବୋଲନ୍ତି ଶୁଦ୍ଧ ଚିତ୍ତେ ତିନି ଦେବତା ଏ ଜଗତେ ସାପ ପ୍ରସାଦର ଈଶ୍ୱର ବ୍ରହ୍ମା ଗୋବିନ୍ଦ ଶୂଳଧର ସାପ ପ୍ରସାଦ ତତକ୍ଷଣେ ଭକତେ ଦିଅନ୍ତି ବେନିଜନେ ଚତୁରାନନ ପଶୁପତି ଏମନ୍ତ ନୋହେ ବିଷ୍ଣୁଗତି ଏବେ ତୁ ଶୁଣ ତୋଷ ମନେ ପୂର୍ବେ ପଣ୍ଡିତ ମହାଜନେ କହିଲେ ଇତିହାସ ବାଣୀ ତାହାଙ୍କ ମୁଖୁ ମୁହିଁ ଶୁଣି ଜାଣଇ ଈଶ୍ୱର ବ୍ୟବହାର ଶୁଣ କହିବି ତୋ ଛାମୁର ବୃକାସୁରକୁ ପୂର୍ବ କାଳେ ଶଙ୍କର ତାର ତପ ବଳେ ପ୍ରସନ୍ନ ହୋଇ ବର ଦେଲେ ବିଷମ ସଙ୍କଟେ ପଡ଼ିଲେ ଶକୁନି ନାମେ
ଶକୁନି ନାମେ ମହାସୁର ଘୋର ଦୁର୍ଗମ ବଳିୟାର ମହାବଳିଷ୍ଠ ତାକୁ ମୋର ନାମ ତାହାର ବୃକାସୁର। ସୁରେ ଅସୁରେ ସେ ଅଜିତ ଶୁଣ ତାହାର ବିପରୀତ ମୃଗୟା ଅର୍ଥେ ଏକ ଦିନେ ପଥେ ଚଳଇ ଘୋର ବନେ ଚିନ୍ତଇ ଜନ୍ତୁଙ୍କ ପ୍ରମାଦ ଏମନ୍ତେ ଭେଟିଲା ନାରଦ ପ୍ରଣାମ କରି ପାଦ ଯୁଗେ କହଇ ନାରଦଙ୍କ ଆଗେ ଭୋମୁନି ବର ଏ ଜଗତେ ଦେବେ ଅଛନ୍ତି ନାନା ମତେ ଜଗତ ଜନ ତପ ଫଳେ କେବର ଦିଅନ୍ତି ଜଗତ ଜନ ତପ ଫଳେ କେବର ଦିଅନ୍ତି ଅଳ୍ପ କାଳେ ତୁମ୍ଭର ମୁଖୁ ମୁହିଁ ଶୁଣି ସେବା କରିବି ତଥ୍ୟ ଜାଣି ଶୁଣି ବୋଇଲେ ବ୍ରହ୍ମ ଋଷି ତାହାର ବଚନ ପ୍ରଶଂସୀ ସାଧୁ ବିଚାର ଏ ତୋହର ଈଶ୍ୱର ସେବି ତପ କର ଚତୁରାନନ ଭଗବାନ ଏହାଙ୍କ ତପେ ବଡ଼ ଶ୍ରମ ଏହାଙ୍କ ତପସ୍ୟା କଠୋର ଅନେକ କାଳେ ଦିଅନ୍ତି ବର ତୋହର ଭୋଗେ ଯେବେ ଇଚ୍ଛା ଈଶ୍ୱର ସେବା କର ଦୀକ୍ଷା ପୂର୍ବେ ରାବଣ ବାଣାସୁର ତାଣ୍ଡବେ ସେ ବିଶୂଳଧର ଅନେକ ମତେ କଲେ ଭାବ ପ୍ରସନ୍ନ ହୋଇ ମହାଦେବ ଅତୁଲ୍ୟ ଐଶ୍ୱର୍ଯ୍ୟ ଦେଲେ କାଳେ ସେ ସଙ୍କଟ ଲଭିଲେ ହେମନ୍ତ କହି ଗଲେ ମୁନି ବୃକ ଦାନବ ତାହା ଶୁଣି ହିମ କେଦାର କୁଣ୍ଡେ ଯାଇ ଅନଳ ଜାଳି ତପଦାହି ପରଶୁ ଧରି ଦୃଢ଼ ମୁଷ୍ଟି ନିଜ ଶରୀରୁ ମାଂସ କାଟି ଘୃତେ ବୁଡ଼ାଇ ମନ୍ତ୍ରେ ତୋଳି ଅନଳେ ଛେପେ ସ୍ୱାହା ବୋଲି ଅଗ୍ନି ବଦନେ ରୁଦ୍ରେ ଧ୍ୟାଇ ଶରୀରୁ ସର୍ବ ମାଂସ ଦେଇ ଅତି କଠୋର ତପ କଲା ରୁଦ୍ର ପ୍ରସନ୍ନ ନ ହୋଇଲା ମନେ ବିଚାରି ମହାସୁର ଆଜ କାଟିବି ନିଜ ଶିର ପୂର୍ଣ୍ଣ ଆହୁତି କୁଣ୍ଡେ ଦେବି ଏମନ୍ତ ଦୃଢ଼ ମନେ ଭାବି କେଦାର କୁଣ୍ଡ ଜଳ ଶିରେ ଆଣି ସିଞ୍ଚିଲା ବେନି କରେ ହର ସୁମରି ଶସ୍ତ୍ର ଧରି ଅନଳ କୁଣ୍ଡେ ମୁଣ୍ଡ କରି ପରଶୁ ପ୍ରହାରନ୍ତେ କନ୍ଧେ ତକ୍ଷଣେ ଶଙ୍କର ସାନନ୍ଦେ ସେ କୁଣ୍ଡୁ ହୋଇଲେ ବାହାର ଅନଳ ପ୍ରାୟ ପଞ୍ଚଶିର ସଙ୍ଗେ ସୁନ୍ଦରୀ ନିଜ ନାରୀ ଭୁଜେ ଅସୁର କର ଧରି ବୋଇଲେ ହୋଇଲି ମୁଁ ତୋଷ ତୋହର ପୁରାଇବି ଆସ ରୁଦ୍ରର କର ଦେହେ ଲାଗି ଅସୁର ହୋଏ ସୁଖ ଭାଗି ତକ୍ଷଣେ ନିଜ ଦେହ ପାଇ ତେଜେ ସୁନ୍ଦର ବିରାଜଇ ଦେଖି ତାହାର ଦିବ୍ୟ ତେଜ ବୋଲନ୍ତି ପ୍ରଭୁ ଦେବରାଜ ତପେ ପ୍ରସନ୍ନ ମୁହିଁ ତୋତେ ବର ତୁ ମାଗ ଦୃଢ଼ ଚିତେ ତୋହର ଦୁର୍ଲଭ ତପ ଘୋର ଯେ ତୋର ଇଚ୍ଛା ମାଗ ବର ଈଶ୍ୱର ଆଜ୍ଞା ପରମାଣେ ଅସୁର ନମିଲା ଚରଣେ ଉଠି ଯୋଡ଼ଇ ବେନି କର ବୋଲଇ ଶୁଣ ଶୂଳଧର ମୁଁ ଯାର ମୁଣ୍ଡେ ଦେବି କର ଭସ୍ମ ହୋଇବ ତା ଶରୀର ହେମନ୍ତ ଅସୁର ବଚନେ ଦୁଃଖ ବିଚାରି ରୁଦ୍ର ମନେ ହେଉ ବୋଇଲେ ତ୍ରିଲୋଚନ ସର୍ପକୁ ଯେହ୍ନେ କ୍ଷୀର ପାନ ବିଶ୍ୱବର୍ଦ୍ଧନ ମାତ୍ର ଲାଭ ଦାତାର କାହିଁ ସୁଖ ଭାବ ହେମନ୍ତେ ରୁଦ୍ର ବର ପାଇ ଅସୁର ନିଶ୍ଚଳେ ଅନାଇ ଈଶ୍ୱର ବାମ ଭୁଜ ଧରି ବିରାଜେ ତ୍ରିପୁର ସୁନ୍ଦରୀ ଜଗନ୍ମୋହିନୀ ରୂପ ଚାହିଁ ଅସୁର ମନେ ବିଚାରଇ ଏ ରୂପ ଅତି ଅଗୋଚର ଭୁବନେ ନାହିଁ ପଟାନ୍ତର ତପର ଫଳ ମାତ୍ର ଏହୁ ଏ କନ୍ୟା ମୋତେ ଭୋଗ ହେଉ ଈଶ୍ୱର ମୁଣ୍ଡେ ହସ୍ତ ଦେଇ ଏ କନ୍ୟା ଘେନି ଯିବି ମୁହିଁ ହେମନ୍ତ ମନେ ବିଚାରିଲା ଈଶ୍ୱର ନିକଟେ ମିଳିଲା ତାହା ଜାଣିଲେ ଶୂଳଧର ଅସୁର ତୋଳେ ବାମ କର ଈଶ୍ୱର ମୁଣ୍ଡେ ଦେବେ ହସ୍ତ ତା ଦେଖି ବେଗେ ଉମାକାନ୍ତ ରୁଦ୍ର ପଳାଇଲେ ପ୍ରତ୍ୟକ୍ଷେ ଅସୁର ଗୋଡ଼ାଇଲା ପଛେ ସ୍ୱଭାବେ ରୁଦ୍ର ମହାବଳ ଧାଇଁଲେ ଅବନୀ ମଣ୍ଡଳ ପଛକୁ ଚାହିଁ ଶିବ ଭୟେ ଅସୁର ଲାଗେ ପ୍ରାଏ ଦେଖି ବିକଳେ ଭୂମି ଛାଡ଼ି ଶିବ ଧାଇଁଲେ ଶୂନ୍ୟେ ଉଡ଼ି ସଙ୍ଗେ ଉଡ଼ିଲା ମହାସୁର ଦେଖି ଡରିଲେ ସୁରବଳ ରୁଦ୍ରେ ଧାମନ୍ତେ ଅନ୍ତରାଳେ ଡାକନ୍ତି ରଖ ଦିଗପାଳେ ହର ବଚନ ଶୁଣି କର୍ଣ୍ଣେ ତ୍ରିଦେଶେ ରହିଲେ ମୌନେ ନ ଶୁଣି ଦେବଙ୍କ ଉତ୍ତର ଭୟେ ପଳାନ୍ତି ଦେବହର ପୁଣି ଚାହାନ୍ତି ପଛ ଭରେ ଅସୁର କର ଲାଗେ ଶିରେ ହେମନ୍ତେ ରୁଦ୍ର ପଳାଇଲେ ଭୂଲୋକ ଭୂବର୍ଲୋକ ଗଲେ ସ୍ୱର୍ଲୋକ ମହର୍ଲୋକ ଜିଣି ଜନଲୋକରେ ଶୂଳ ପାଣି ଡାକନ୍ତି ରଖ ମୁନି ଜନେ ଅତି ବିକଳେ ଦୁଃଖ ମନେ ମୁନି ଯେ ଥିଲେ ତପଲୋକେ ବାକ୍ୟ ନ ସ୍ଫୁରେ ତାଙ୍କ ମୁଖେ ତହୁଁ ମିଳିଲେ ବ୍ରହ୍ମଲୋକେ ମାୟା ଅସୁର ପଛେ ଡାକେ ଆଶୁଣି ରୁଦ୍ର ଭୟ ଚିତେ ଧାଇଁଲେ ବୈକୁଣ୍ଠ ପଥେ ଭୟେ କାତର ଶୂଳଧର ଡାକନ୍ତି ରଖ ଚକ୍ରଧର ତୁ ନାରାୟଣ ନିରଞ୍ଜନ ରଖ ମୋହର ପଞ୍ଚ ପ୍ରାଣ ଶରଣ ପଶିଲି ତୋ ପାଦେ ଡାକନ୍ତି ଶୋକ ଗଦ ଗଦେ ହେ ଦେବ ଦେବଙ୍କ ଈଶ୍ୱର ମୋର ଜୀବନ ରକ୍ଷା କର ଭୟ କାତରେ ତୋ ଶରଣେ ପଶିଲି ଅଭୟ ଚରଣେ
ଦୁଷ୍ଟ ଦାନବ ପରାଭବେ ହେ ଗଦାଗ୍ରଜ ତୋତେ ଭାବେ। একই আত্মা তোর মোর এণু এ অশেষ সংসার এ মায়াতা তোহর সজ্জন এণে অশেষ ত্রিভুবন যে মন্দ দৃষ্ট মূঢ় জনে তুনাথ তাহাঙ্ক মার্জনে জগতে হেউ অবতার তো পাদ জল গঙ্গা নীর গোবিন্দ হে গোকুলপতি শরণ রখ দাসরথী ভোনাଥ ପ୍ରଭୁ ଚକ୍ରପାଣି ଚତୁରାନନ ସ୍ତୁତି ଶୁଣି ସାମାନ୍ୟ ମୀନ ରୂପ ହେଳେ ଧରି ପଶିଲୁ ସିନ୍ଧୁ ଜଳେ ତକ୍ଷଣେ ମାରି ଶଙ୍ଖାସୁର ବେଦ ଉଦ୍ଧରି ଚକ୍ରଧର ତ୍ରିଲୋକ ଲୋକ କଲୁ ରକ୍ଷା କରୁଣା କର ତୋର ଇଚ୍ଛା ତୋର ସଞ୍ଚିଲା ଏ ଜଗତ ତୋର ମାୟାରେ ଆତ ଜାତ ତୁ ଦେଲେ ସ୍ୱର୍ଗ ମୁଖ୍ୟ ଦାନ ଦୂର ନୁହଁଇ ଭଗବାନ ସଚରାଚର ମହିସ୍ଥଳ ଲୀଳାରେ କରୁ ଆଦି ମୂଳ ଗୋପୀ ବିନୋଦ ପରିପୂର୍ଣ୍ଣ ଭୋନାଥ ତୋର ବେଣୁସ୍ୱନ କୋମଳ ଶରୀର କୋମଳ ଗଭୀର ଶବଦେ ଗିରି କାନନ ପୁରେ ନାଦେ ଗୋପାଳ ବୃନ୍ଦ ରକ୍ଷା ଅର୍ଥେ ଗିରି ତୋଳିଲୁ ବାମ ହସ୍ତେ ଏଣୁ ତୋ ନାମ ଗିରିଧର ମୋର ଜୀବନ ରକ୍ଷା କର ହେମନ୍ତ ସ୍ତୁତି ରୁଦ୍ରଭଣୀ ଡାକନ୍ତି ରଖ ଚକ୍ରପାଣି ମିଳିଲେ ବୈକୁଣ୍ଠ ଦ୍ୱାରେ କି ପଟାନ୍ତର ଦେବାତାରେ ଆରୁଢ଼ ଯୋଗୀଙ୍କର ମନ ଯୋଗିଏ ହୋଏ ଯହିଁ ଲୀନ ପରମ ବ୍ରହ୍ମ ଜ୍ୟୋତି ରୂପେ ଯାହାର ତେଜ ବିଶ୍ୱବ୍ୟାପେ ଯହିଁ ଅଶେଷ ଲୋକ ଗତି ଜୀବନ ଜନଜୀବନ ରମାପତି ହର ବିକଳ କର୍ଣ୍ଣେ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି ମାୟା ବଟୁକ ରୂପ ଧରି ପଥେ ମିଳିଲେ ନରହରି ଚର୍ମ ମେଖଳା କଟିଭରେ ତ୍ରିଦଣ୍ଡ କମଣ୍ଡଳୁ କରେ କଣ୍ଠେ ଲମ୍ବଇ ଅକ୍ଷମାଳ ମାୟା ମୋହନ ଆଦି ମୂଳ ଅନଳ ପ୍ରାୟ ତେଜ ଦିଶି ପଥେ ମିଳିଲେ କୃଷ୍ଣ ଆସି କଲ୍ୟାଣ କରି କୁଶ ହସ୍ତେ ବିନୟ ବାକ୍ୟେ ଶୂନ୍ୟ ପଥେ ବୋଲନ୍ତି ପ୍ରଭୁ ଭଗବାନ ମୋହନ ଗଭୀର ବଚନ ଶକୁନି ପୁତ୍ର ତୁହି ଏକ ତୋହର ନିଜ ନାମ ବୃକ ତୁ ଅତି ଶ୍ରମେ ଦୁଃଖ ପାଇ ଗଗନେ କିମ୍ପା ଅଛୁ ଧାଇଁ ତୋର ସୁନ୍ଦର ନିଜ ତନୁ ଅଖିଳ ଫଳ କାମଧେନୁ ଆତ୍ମାରେ ଅତି ଶ୍ରମ କରି ହୃଦୟରେ ମହାକୋପ ଭରି କିମ୍ପା ଗଗନେ ପାଉ ଶ୍ରମ ମୋ ଆଗେ କ୍ଷଣେ ତୁ ବିଶ୍ରାମ କହ କି ଅର୍ଥେ ତୋ ଗମନ ଶୁଣିତେ ଶ୍ରଦ୍ଧା ମୋର ମନ ପ୍ରାଣୀ ଯେ ଆପଣାର ହିତେ କର୍ମ ସାଧନ୍ତି ଅବିରତେ କହ କେବଳ କଥା ତୋର ହସି ବୋଲନ୍ତି ମାୟାଧର ବୋଲନ୍ତି ଶୁକ ମହାମୁନି ହେମନ୍ତ କୃଷ୍ଣ କଥା ଶୁଣି କୃଷ୍ଣର ବାଣୀ ସୁଧା ସମ ଶୁଣି ଛାଡ଼ିଲା ପଥଶ୍ରମ କୃଷ୍ଣଙ୍କୁ କହେ ସର୍ବକଥା ଈଶ୍ୱର ତପର ବ୍ୟବସ୍ଥା ଶୁଣି ହସିଲେ ଭଗବାନ କହନ୍ତି ମଧୁର ବଚନ ରୁଦ୍ର ବୋଇଲେ ତୋତେ ଯାହା ସତ୍ୟ ନ କରୁ ଆମ୍ଭେ ତାହା ଦକ୍ଷ ଯେ ପ୍ରଜାପତି ଥିଲା କୋପେ ରୁଦ୍ରକୁ ଶାପ ଦେଲା ତେଣୁ ଦୁରାତ୍ମା ପଦ ପାଇ ପ୍ରେତ ପିଶାଚ ମଧ୍ୟେ ଥାଇ ଭୂତ ବେତାଳ ତାର ଗଣେ ଭ୍ରମଇ ସମଶାନ ସ୍ଥାନେ ତାର ବଚନ ସତ୍ୟ କାହିଁ ଭଲେ ଜାଣଇ ଏକା ମୁହିଁ ତୋର ବିଚାରେ ଯେବେ ରୁଚେ ଏଠାରେ ବୁଝ ତୁ ପ୍ରତ୍ୟକ୍ଷେ ଆପଣା ମୁଣ୍ଡେ ଦିଅ କର କିଛି ହିଁ ନୋହିବ ତୋହର ଯେଣୁ ଭଣ୍ଡିଲା ତୋତେ ମିଛେ ତେଣୁ ସେ ପଳାଏ ପ୍ରତ୍ୟକ୍ଷେ ତୁ ତାହା ବାକ୍ୟ ସତ୍ୟ କରି କିମ୍ପା ଧାଇଁଛୁ ଶ୍ରମ କରି ହେମନ୍ତ ଗୋବିନ୍ଦର ବାଣୀ ଚିତ୍ତେ ଅସୁର ପରିମାଣୀ ବିଷ୍ଣୁ ମାୟାରେ ମୋହ ଗଲା ଆପଣା ମୁଣ୍ଡେ ହସ୍ତ ଦେଲା ତକ୍ଷଣେ ହୋଇ ଭସ୍ମ ରାଶି ପବନେ ଚଉଦିଗେ ମିଶି ବ୍ରଜ ପ୍ରହାରେ ଗିରିଜେହ୍ନେ ବିବୁଧେ ଦେଖନ୍ତି ଗଗନେ କରନ୍ତି ଜୟ ଜୟ ବାଣୀ ନମୋ ନମସ୍ତେ ସ୍ତୁତି ଭଣି ସାଧୁ ଶବଦ ସର୍ବଦିଗେ ପୁଷ୍ପ ବରସେ ଶୂନ୍ୟ ମାର୍ଗେ ପାପିଷ୍ଟ ବୁକାସୁର ନାଶ ରୁଦ୍ର ମିଳିଲେ କୃଷ୍ଣ ପାଶେ ପିତୃ ଦେବତା ଋଷିଗଣ ସଙ୍ଗତେ ଅମ୍ବିକା ରମଣ ଅସୁର ସଙ୍କଟୁ ନିସ୍ତରି ହରିଙ୍କି ଆଲିଙ୍ଗନ କରି ଗୋବିନ୍ଦ ହର ମୁଖ ଚାହିଁ ବୋଲନ୍ତି ଶିରେ କର ଦେଇ ହେ ଦେବ ଦେବଙ୍କ ଈଶ୍ୱର ତୋ ଅପରାଧୀ ଏ ଅସୁର ଅର୍ଜିତ କର୍ମେ ଗଲା ନାଶ ଏ ସତ୍ୟ ଧର୍ମର ବିଶ୍ୱାସ ଦେବ ହେଳନ ଯେ କରନ୍ତି ସକଳ ସଙ୍କଟେ ପଡ଼ନ୍ତି ହେମନ୍ତେ କୃଷ୍ଣର ବଚନେ ଗଲେ ସେ ଯାହା ଭୁବନେ କହନ୍ତି ଶୁକ ମୁନି ମହାମୁନି ଶୁଣ ରାଜନ ଚୂଡ଼ାମଣି ଗିରିଶ ମୋକ୍ଷ ଯେ ଶୁଣନ୍ତି ସର୍ବ ସଙ୍କଟୁ ନିସ୍ତରନ୍ତି ହରି ମହିମା ଦୃଢ଼ ଚିତେ ଶୁଭ ସୂଚକ ଭାଗବତେ ବୋଲଇ ବିପ୍ର ଜଗନ୍ନାଥ
सुजने एणे करचित इति श्रीमद्भागवते महापुराणे परमहंस्यां संहितायां दशमस्कन्धे वृकासुरवधो गिरीशमुख्यणं नाम चतुर्नवतितमोऽध्यायः। जय जगन्नाथ।